ସେମାନେ ପ୍ରକୃତରେ ଫ୍ୟାମିଲିରେ ମାନେ ଟେରର ତିଆରି କରୁଛନ୍ତି, ଯାହାକି ମାନେ ଧୀରେ ଧୀରେ ଯେଉଁ ସୋସିଆଲ ଷ୍ଟ୍ରକ୍ଚରକୁ ଯେଉଁ ଫ୍ୟାମିଲି ସିଷ୍ଟମଟାକୁ ଯେଉଁ ନଷ୍ଟ କରି ପକାଉଛି ହଁ କି ନାହିଁ। ତେଣୁ ଆଶା କରିବି ପିଲାମାନେ ବଡ଼ ହେଲା ପରେ, ବଡ଼ ତ ବହୁତ ବଡ଼ ହେଇଗଲେଣି, ସେମାନଙ୍କର ବିଚାର ବିମର୍ଶ କରିବାର ମଧ୍ୟ ମାନେ ସକ୍ଷମତା ଦେଖାଯାଇଛି। ସେମାନେ ସବୁବେଳେ ଉଚିତ ବିଚାର କରିବେ, ଯେମିତି ବାପା ମାଆଙ୍କର ଆଖିରେ ଲୁହ ନ ଦେବେ। ଏଇଟା ଗୋଟେ ବହୁତ ବଡ଼ କଥା। ମ୍ୟାଡ଼ାମ୍ କହିଲେ ଷ୍ଟୋରି କହିବାର କଥା, ଷ୍ଟୋରି ବଡ଼ ଷ୍ଟୋରି ନାହିଁ। ମୁଁ ଗୋଟେ କାଲି ଗୋଟେ ଗ୍ରୁପ୍ରେ ମେସେଜ୍ କରିଥିଲି, ଦେଖିଥିଲେ କମ୍ୟୁନିକେସନ୍ ତାରି ଉପରେ କହୁଛି। ସ୍କଟଲ୍ୟାଣ୍ଡର ଗୋଟେ ଛୋଟ ଷ୍ଟୋରି ଦେଖିଥିବେ, ଷ୍ଟାର୍ ମାନେ ବି ଦେଖିଥିବେ, ବହୁତ ସୁନ୍ଦର ମାନେ ହାର୍ଟ ଟଚିଂ ଇଏ। ମାନେ ଛୋଟ ପିଲାଟେ, ଗୋଟେ 7-8 ବର୍ଷର ପିଲାଟେ ଖେଳୁ ଖେଳୁ ହଠାତ୍ କିନା କାଦୁଅ ଭିତରେ ପଡ଼ିଗଲା। ପାଣିର ସ୍ଲୋ ଚାଲିଛି, ଦେଖିଥିବେ ଷ୍ଟୋରିଟା। ଧୀରେ ଧୀରେ ସେ କ'ଣ ମାନେ ଜୀବନ ବଞ୍ଚାଇବା ପାଇଁ ଚିତ୍କାର କରୁଥାଏ, ବଞ୍ଚାଅ ବଞ୍ଚାଅ କରୁଥାଏ। ପାଖ ଆଖରେ କେହି ନଥାନ୍ତି। ଜଣେ ମାନେ ଅତି ଗରିବ ଯେଉଁ ବିଲବାଡ଼ିରେ କ୍ଷେତରେ କାମ କରୁଥିବା ଲୋକ, ତା ନାଁ ହେଲା ଫ୍ଲେମିଂ, ମେନସନ୍ କରିଛି ଫ୍ଲେମିଂ ବୋଲି। ସେ ତାକୁ ଉଦ୍ଧାର କଲା, ବଞ୍ଚେଇଲା। ସେ ପିଲାଟାର ତାର ପରିଚୟ ପାଇଲା ଯେ ସେ ଏଇଠି ତା ଘର, ତାକୁ ନେଇକି ପହଞ୍ଚେଇଲା। ତା ପରଦିନ ସକାଳେ ଯେତେବେଳେ ସେ ଉଠୁଥାଏ, ଫ୍ଲେମିଂ ଦେଖିଲା ତା ଘର ଆଗରେ ଗୋଟେ ସୁନ୍ଦର ବଡ଼ କାର୍ଟେ ଥୁଆ ହେଇଛି। ସେ ଦେଖି ସେଟାକୁ ଆଶ୍ଚର୍ଯ୍ୟ ହେଇଗଲା, କାର୍ଟେ କ'ଣ ପାଇଁ? ସେ ଆସିକି ଦେଖିଲାରୁ ଯେଉଁ ପିଲାକୁ ସେ ଉଦ୍ଧାର କରୁଥିଲା ତା ବାପା ଆସିଥିଲେ। କହିଲେ ଯେ ମୁଁ ଆଗକୁ ଗୋଟେ, ଯେହେତୁ ମୋ ପିଲାକୁ ଜୀବନ ଦେଇଛି, ନୂଆ ଜୀବନ ଦେଇଛି, ଆଗକୁ ଗୋଟେ ଉପହାର ଦେବି, ହେଲା କି। କିନ୍ତୁ ସେ ଯେଉଁ ଗରିବ ଦରିଦ୍ର ଫ୍ଲେମିଂ କେତେ ବାଟରେ କାମ କରୁଛି, ସେ ଏତେ ବଡ଼ ଉପହାରକୁ ଗ୍ରହଣ କରିପାରୁନଥିଲେ। କହିଲେ ମୁଁ ଯଦି ଗ୍ରହଣ କରୁଛି, ଆଉ ମୋର ତ୍ୟାଗର ମୂଲ୍ୟ ଏଇଟା କେବେ, ଏତେ ବଡ଼ ମୂଲ୍ୟ ପାଇବାର କଥା ନୁହଁ, ହେଲା କି। ତେଣୁ ତାକୁ ଗ୍ରହଣ କରୁନଥିଲେ। ଫ୍ଲେମିଂଙ୍କର କଥା ଶୁଣିକି ମାନେ ସେ ଯେଉଁ ଛୋଟ ପିଲାଟା ଉଦ୍ଧାର ହେଇଥିଲା, ତା ଉପରେ ଟିକେ ମାନେ ଭିତରେ ଦୁଃଖ ରହିଲା। ଏତେ ବଡ଼ ତ୍ୟାଗ କଲେ, ତା ପାଇଁ କିଛି କରିପାରିଲେନି। ହଠାତ୍ ମାନେ ମନ ଫେରେଇ ଦେବା ବାଟରେ ହଠାତ୍ ଆଖି ପଡ଼ିଲା ଦୁଆର ଆଗରେ ଫ୍ଲେମିଂର ଗୋଟେ ଛୋଟ ପିଲାଟେ ଠିଆ ହେଇଛି, ଧୂଳି ଧୂସରିତ ହେଇକି, ଯେ କି ତା ରୂପ ରଙ୍ଗରୁ ଜଣାପଡ଼ୁଥିଲା ସେ ପାଠ ସାଠ କିଛି ପଢ଼ିନି ଏବଂ ଦରିଦ୍ରତା ତା ପୁରା ତା ଆବଭାବରୁ ତା ଦରିଦ୍ରତା ଦେଖା ହେଇଥିଲା, ମାନେ ସ୍ପଷ୍ଟ ବାରି ହେଇ ପଡ଼ୁଥିଲା। ତେଣୁ ଫ୍ଲେମିଂକୁ ସେ କହିଲେ ଯେ ମୁଁ ଗୋଟେ ଆପଣଙ୍କ ପିଲାଙ୍କ ପାଇଁ କିଛି ଗୋଟେ କରିବାକୁ ଚାହୁଁଛି, ଯେ ମୁଁ ତାକୁ ପାଠ ପଢ଼ାଇବା ପାଇଁ ଚାହୁଁଛି। ପ୍ରଥମେ ଫ୍ଲେମିଂ ମଧ୍ୟ ରାଜି ହେଇନଥିଲେ, ଏ ଷ୍ଟୋରି ଯାହା କହୁଛି। ପରବର୍ତ୍ତୀ ସମୟରେ ତାକୁ ନେଇକି ସେ ପିଲାକୁ ରାଜି ହେଲେ ଫ୍ଲେମିଂ, ପୁଣି ତାକୁ ନେଇକି ଗୋଟେ ଭଲ ଇନଷ୍ଟିଚ୍ୟୁଟ୍ରେ ପାଠ ପଢ଼ାଇଲେ। ସେ ପାଠ ପଢ଼ିକି ପିଲା କ'ଣ ହେଲା ନା ଆଲେକ୍ସାଣ୍ଡର ଫ୍ଲେମିଂ, ନାଇଁ ମ୍ୟାଡ଼ାମ୍ ଦେଖିଥିବେ ଷ୍ଟୋରିଟା, ଦେଖିନାହାନ୍ତି ବୋଧେ? ଠିକ୍ ଅଛି। पेनिसिलिन जांच पेनिसिलिन जो एंटीबायोटिक से जो ये तार उद्भावक फ्लेमिंग अलेक्जेंडर फ्लेमिंग से ही थिला तार से जो छोट दरिद्र पिलाटा थिला से भविष्य रे जतबेले पुनी जे ताको पाठ पढ़ाई देला ताको पुनी रोग सज्जार पड़ीला, ताको निमोनिया हेतिला, पूरा जीवन सहित संग्राम करथुला बेले परिवार बंचवा स्थिति रे से फ्लेमिंग पेनिसिलिन ही ताको नवा जीवन देइछला अलेक्जेंडर फ्लेमिंग। अर्थात कहबार कथा है गोटे अभाव परिस्थिति भितर निस्वार्थ निस्वार्थ सेवा केमिति गोटे मनुष्यर जीवन को परिवर्तन कर दौची सेटा देखिबार कथा। तेणु मो कहबार कथा सेवा मनोभाव रखी जदि पिला किसी अन्य करने को चेष्टा करेंगे निश्चित भाव में भविष्य में निज ना भी निज पिला मंगल हवाटा निश्चित।